क्लास 10 ହେଲା ତମର ସମ୍ବଳ ଓ ତାର ବିକାଶର ଆମେ ପଢ଼ି ଦେଇଥିଲେ ଅଲରେଡ଼ି ଗଚ୍ଛିତ ସମ୍ବଳ ଭଣ୍ଡାର। ଆଜି ଆମକୁ ପଢ଼ିବାର ଥିଲା କ'ଣ ମାଲିକାନା ହିସାବରେ ସମ୍ବଳକୁ କେତେ ଭାଗରେ ବିଭକ୍ତ କରାଯାଇଛି। ଏମିତି କହିଥିଲି ତମକୁ ଲାଷ୍ଟ କ୍ଲାସ୍ରେ ମାଲିକାନା ହିସାବରେ ସମ୍ବଳକୁ 4 ଭାଗରେ ବିଭକ୍ତ କରାଯାଇଛି। କ'ଣ ସେ 4 ଭାଗଟା ଦେଖ, ପ୍ରଥମେ ହେଉଛି ବ୍ୟକ୍ତିଗତ ସମ୍ବଳ। ବ୍ୟକ୍ତିଗତ ସମ୍ବଳ କହିଲେ କ'ଣ ହେଉଛି ନା ଯେଉଁ ସମ୍ବଳଟା ନିଜସ୍ୱ ଅଧିକାରରେ ରହିଛି, ମାନେ ଯେଉଁ ସମ୍ବଳଟା କେବଳ ତମର, ଯେମିତିକି ତମର ଗୋଟେ ଜମି ଅଛି, ଚାଷ ଜମି ଅଛି, ତମ ନିଜ ଘର ଅଛି, ତମର ତାପରେ ରୋପଣ କୃଷି ଅଛି, ତମ ନିଜର ଭୂମି ପୁଷ୍କରଣୀ, ତମେ ତ ଜାଣିଛ ମାଛ ଚାଷ ତମର ପର୍ସନାଲ ଥାଏ। ଆମର ନଥିବ କି ନାହିଁ ଜଣା ନାହିଁ, କିନ୍ତୁ କିଛି ଲୋକ ନିଜ ପୋଖରୀରେ ମାଛ ଚାଷ କରନ୍ତି, ତାମାନେ ସେ ପୋଖରୀଟା କ'ଣ ତା ନିଜର ସମ୍ବଳ। ତ ତାକୁ କ'ଣ କୁହାଯାଏ, ଯେଉଁ ସମ୍ବଳ ନିଜସ୍ୱ ଅଧିକାରରେ ଅଛି, ଯେଉଁ ସମ୍ବଳଟା ତମ ଅଧିକାରରେ ଅଛି ତାକୁ କ'ଣ କୁହାଯାଏ ନା ବ୍ୟକ୍ତିଗତ ସମ୍ବଳ। ଯୋଉଟା କୁହନ୍ତି କ'ଣ ମାନେ ଇଣ୍ଡିଭିଜୁଆଲ ରିସୋର୍ସେସ୍, ମାନେ କୁହନ୍ତି ଏଇଟା ମୋ ପର୍ସନାଲ ପ୍ରପର୍ଟି, ଏଇଟାକୁ କୁହାଯାଏ କ'ଣ ନା ବ୍ୟକ୍ତିଗତ ସମ୍ବଳ। ଯେମିତି ଉଦାହରଣ ଆସିବ ଚାଷ ଜମି, ଗୃହ, ରୋପଣ କୃଷି, ଭୂମି, ପୁଷ୍କରଣୀ, କୂଅ ଇତ୍ୟାଦି। ଠିକ୍ ଅଛି। ତାମାନେ ତମ ଗାଁରେ ଦେଖିବ ଯାହା ଘରେ କୂଅ ଥିବ ସେଟା ତାର କୋଉ ସମ୍ବଳ ହେବ, ବ୍ୟକ୍ତିଗତ ସମ୍ବଳ। ଯାହାର ପୁଷ୍କରଣୀ ଥିବ, ଯାହାର ଯୋଉ ଭୂମି ଥିବ, ଯାହାର ଯୋଉ ଗୃହଟା ଥିବ, କି ତମ ନିଜ ପର୍ସନାଲ ଘର କଥା କୁହ, ସେମାନେ ହେଉଛନ୍ତି କ'ଣ ନା ବ୍ୟକ୍ତିଗତ ସମ୍ବଳ। ନେକ୍ସଟ ହେଉଛି ଗୋଷ୍ଠୀଗତ ସମ୍ବଳ। ଗୋଷ୍ଠୀଗତ ସମ୍ବଳ ଦେଖିଥିବ କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଗୋଷ୍ଠୀଗତ ସମ୍ବଳ ବୋଲି କୁହାଯାଏ। ସ୍ଥାବର ଅସ୍ଥାବର ଯାହା ବି ଦେଖିବ, ଗାଁ ଗହଳିରେ ଗୋଟେ ସାହି ଥାଏ, ସବୁ ସାହିରେ ଏକାଠି ରହୁଥିବେ। ଏଇ ସାହିର ଯେତେ ଲୋକ ଥିବେ ତାଙ୍କର ସ୍ପେଶିଆଲି ଗୋଟେ ଥିବ କ'ଣ କହିଲ, ଏଇଟା କୁହନ୍ତି କ'ଣ ମାନେ ଲୋକ ପୋଡ଼ାପୋଡ଼ି କରିବା ପାଇଁ ତାଙ୍କର ଗୋଟେ ଶ୍ମଶାନ ଥିବ। ମାନେ ଏଇ ସାହିର ଲୋକଙ୍କର ଯଦି କେହି ନଷ୍ଟ ହେବେ ସେଇ ମଶାଣିକି ଆସିବେ। ଏଠି ଗୋଟେ ସାହି ଥିବ, ଏଇ ସାହିର ଯଦି କେହି ଲୋକ ନଷ୍ଟ ହେଇଗଲେ ତାଙ୍କ ମଶାଣି ଗୋଟେ ଯାଇକି ଆଉ କେଉଁଠି ଥିବ। ତାମାନେ କ'ଣ ଏହି ସାହିର ପର୍ଟିକୁଲାର ମଶାଣି ହେଉଛି ଏଇ ଜାଗାଟା। ତାମାନେ ଏଇଟା କ'ଣ ଜଣଙ୍କର ପ୍ରପର୍ଟି କି ନାହିଁ, ଏଇଟା ତ କେତେ ଜଣ ଲୋକଙ୍କର ଗୋଟେ ଗୋଷ୍ଠୀର ସମ୍ବଳ କି ନାହିଁ ଏଇଟା। ତାମାନେ ଆକୁ କ'ଣ କୁହାଯିବ, ଗୋଷ୍ଠୀଗତ ସମ୍ବଳ ବୋଲି କୁହାଯିବ। ବୁଝି ହେଲା ଜିନିଷଟା। ତାପରେ ଦେଖିବ ଗୋଷ୍ଠୀଗତ ସମ୍ବଳରେ ଆଉ କ'ଣ ଆସିବ, ଆମ୍ବ ତୋଟା ଥିବ, ଗାଁ ସାହି ପଡ଼ିଶାରେ ଦେଖିବ ସାଜି କୁହନ୍ତି, ଏଟା କୁହନ୍ତି ଖାଣ୍ଟି ଓଡ଼ିଆରେ ସାଜି ଆମ୍ବ ଗଛ ଥାଏ। ସାଜି ଆମ୍ବ ଗଛଟା କେତେବେଳେ ଆସିବ, ଯେତେବେଳେ ଗୋଷ୍ଠୀଗତ କେତେ ଜଣ ଲୋକ ବ୍ୟକ୍ତିଙ୍କର କୌଣସି ଗୋଟିଏ ଗୋଷ୍ଠୀ ରହି ସେଟା ଥିବ। ସବୁ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା, ସମସ୍ତଙ୍କ ମାଲିକ ଅଣ୍ଡରରେ ଥିବା ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ କ'ଣ କୁହାଯାଏ ନା ଗୋଷ୍ଠୀଗତ ସମ୍ବଳ। ଯେମିତି ଗୋଚର ଭୂମି, ଗାଈ ଚରିଆ ଭୂମି, ଶ୍ମଶାନ କଥା କୁହାହେଲା, ପୁଷ୍କରିଣୀ, କୂପ, ପ୍ରମୋଦ ଉଦ୍ୟାନ, ଚିତ୍ତ ବିନୋଦନ କେନ୍ଦ୍ର ହେଲା, ଖେଳ ପଡ଼ିଆ ଇତ୍ୟାଦି। ବୁଝିଲା। ଦେନ୍ ହେଉଛି କ'ଣ ନା ଜାତୀୟ ସମ୍ବଳ ହେଲା। ଜାତୀୟ ସମ୍ବଳ ବା ତାକୁ କୁହାଯାଏ ନ୍ୟାସନାଲ ରିସୋର୍ସେସ୍। କ'ଣ ସେଗୁଡ଼ା, ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ କୁହାଯାଏ। ତମେ ଏପର୍ଯ୍ୟନ୍ତ ଯେତେ ବି ସମ୍ବଳ ପଢ଼ିଲ, ଯଦି ସେଇଟା ତମ ଦେଶର ସୀମା ଭିତରେ ଅଛି ତାକୁ ତାହେଲେ କୋଉ ସମ୍ବଳ କହିବା, ଜାତୀୟ ସମ୍ବଳ। ବୁଝିଲେ। ତାମାନେ ଯଦି ଗଚ୍ଛିତ ସମ୍ବଳ କଥା କହୁଛ, ପ୍ରାକୃତିକ, ଅପ୍ରାକୃତିକ କି ମାନବ ସମ୍ବଳ, ସାଂସ୍କୃତିକ ସମ୍ବଳ, ତମର ସେ ଯେଉଁ ରହୁଛି କ'ଣ ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ ହଉ, ତାପରେ କ'ଣ ନା ଏଇ ଯେଉଁ ପଢ଼ିଲ ବ୍ୟକ୍ତିଗତ ସମ୍ବଳ, ଗୋଷ୍ଠୀଗତ ସମ୍ବଳ, ତମେ ଯେକୌଣସି ସମ୍ବଳ ବି ପଢ଼, ଯଦି ସେଇଟା ଆମ ଦେଶ ଭାରତର ଭୌଗୋଳିକ ସୀମାରେଖା ଭିତରେ ଥିବ ତାହେଲେ ଆମେ ତାକୁ କୋଉ ସମ୍ବଳ କହିବା ନା ଜାତୀୟ ସମ୍ବଳ ହେଲା। କାରଣ ଆମ ଦେଶ ଭିତରେ ଅଛି। ଏପରିକି ଘରୋଇ ସମ୍ବଳ ମଧ୍ୟ ଏହାର ଅନ୍ତର୍ଗତ ହେଲା। ଘରୋଇ ସମ୍ବଳ ମଧ୍ୟ କାହାର ଅନ୍ତର୍ଗତ ନା ଜାତୀୟ ସମ୍ବଳ। ଲେଖିଥିବ, ମେ ବି କ୍ୱେଶ୍ଚିନ୍ ପଚାରିପାରେ ଘରୋଇ ସମ୍ବଳ କାହାର ଅନ୍ତର୍ଗତ, ଜାତୀୟ ସମ୍ବଳର। ଦେଶର ଜାତୀୟ ସମ୍ବଳ ଉପରେ ଦେଶର ସମୃଦ୍ଧି ଓ ବିକାଶ ମନେ ରଖିଥାଅ। ଯଦି ସବୁ ସମ୍ବଳର ଡେଭଲପମେଣ୍ଟ ହେଉଛି ତାହେଲେ କାହାର ଡେଭଲପମେଣ୍ଟ ହେବ, ଏଇ ଦେଶର ଡେଭଲପମେଣ୍ଟ ହେବ। ଯେମିତିକି ରାସ୍ତାଘାଟ, କେନାଲ, ରେଳପଥ, ଖଣିଜ ପଦାର୍ଥ, ଜଳ, ଅରଣ୍ୟ, ବନ୍ୟପ୍ରାଣୀ ଇତ୍ୟାଦି। ଏପରିକି ଉପକୂଳ ଠାରୁ ସମୁଦ୍ର ଆଡ଼କୁ ପ୍ରାୟ 12 ନଟିକାଲ ମାଇଲ। ଏଇ ପଏଣ୍ଟ ଟିକେ ଦେଖ, ଆମର ସମୁଦ୍ର କୂଳ ମାନେକର ଏଇଟା ଭାରତର ଏଇ ଜାଗାଟା ଜାଣିଛ ଦକ୍ଷିଣ ଭାଗଟା, ଏଇଟା ହେଉଛି କ'ଣ ନା ଆରବିଆନ ସି, ଏ ଯେଉଁ ଆରବ ସାଗର, ଏପଟା ହେଉଛି ବଙ୍ଗୋପସାଗର। ଦେଇଛି କ'ଣ ଉପକୂଳ ଠାରୁ, ଆମର ଉପକୂଳ ହେଉଛି ଏଇଗୁଡ଼ା, ଏଇଟା ହେଉଛି କ'ଣ ନା ଉପକୂଳ, ଏଇଟା ହେଉଛି ଇଣ୍ଡିଆନ ଓସନ୍, ଭାରତ ମହାସାଗର ହେଲା। ଉପକୂଳ ଠାରୁ ସମୁଦ୍ର ଆଡ଼କୁ ପ୍ରାୟ 12 ନଟିକାଲ ମାଇଲ। ମନେ ରଖିଥାଅ, 12 ନଟିକାଲ ମାଇଲ କହିଲେ 22.2 କିଲୋମିଟର। ଯେଉଁଟା ମନେ ରଖିଥିବ, 12 ନଟିକାଲ ମାଇଲ କହିଲେ କେତେ, 22.2 କିଲୋମିଟର। ତାମାନେ ସମୁଦ୍ର କୂଳ ଠାରୁ ଏଇଠୁ ପୁରା 22.2 କିଲୋମିଟର
ଏଇଟା କାହା ଅଣ୍ଡରରେ ଆସିବ? ଦୂରତାରେ ଥିବା ଜଳଭାଗ ଏଇ ସମ୍ବଳର ଅନ୍ତର୍ଗତ। କୋଉ ସମ୍ବଳ? ନା ଜାତୀୟ ସମ୍ବଳର। ସମୁଦ୍ର କୂଳ ଠାରୁ ପୁରା 22 କିଲୋମିଟର ପର୍ଯ୍ୟନ୍ତ ଏଇତକ ହଉଛି କାହା ସମ୍ବଳ? ନା ଜାତୀୟ ସମ୍ବଳ। ହେଲା, ତାପରେ ଦେଖ ଏଇଟା ଗଲା ଜାତୀୟ ସମ୍ବଳ। ଦେନ୍ ଆସିଲା ଆନ୍ତର୍ଜାତୀୟ ସମ୍ବଳ। ଯେଉଁ ସମ୍ବଳ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହୋଇଥାଏ ତାକୁ ଆନ୍ତର୍ଜାତୀୟ ସମ୍ବଳ ବୋଲି କୁହାଯାଏ। ମାନେ ତାର ସେମିତି କିଛି ନାହିଁ, ଯାହାକୁ ତମକୁ ଇଣ୍ଟରନ୍ୟାସନାଲ ଲେବୁଲରେ ହ୍ୟାଣ୍ଡେଲ କରାଯାଉଥିବ ସେଟାକୁ କ'ଣ କୁହାଯିବ? ନା ଜାତୀୟ ସମ୍ବଳ, ଆନ୍ତର୍ଜାତୀୟ ସମ୍ବଳ ବୋଲି କୁହାଯାଏ। ମାନେ ଆନ୍ତର୍ଜାତୀୟ ସ୍ତରରେ ଯୋଉ ସମ୍ବଳକୁ ଆନ୍ତର୍ଜାତୀୟ ସ୍ତରରେ କ'ଣ କରାଯାଏ? ନା ତାର ପରିଚାଳିତ ହୋଇଥାଏ ତାକୁ କ'ଣ କୁହାଯାଏ? ନା ଆନ୍ତର୍ଜାତୀୟ ସମ୍ବଳ। ସମୁଦ୍ର ଉପକୂଳରେ ଅନ୍ୟାନ୍ୟ ଅର୍ଥନୈତିକ ଅଞ୍ଚଳ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ କୁହାଯାଏ ଏଟାକୁ, ହେଲା କି, ମାନେ EEZ କୁହାଯାଏ ଏଟାକୁ। ଏଇ ଯୋଉ ଅଛି କ'ଣ କହିଲ, ମନେକର এইটা হচ্ছে କ'ଣ? ଭାରତ ଆମକୁ ପଢ଼ିଲେ 12 ନୌଟିକାଲ ମାଇଲକୁ ଛାଡ଼ି ଦିଅ, ମାନେ 22.2 କିଲୋମିଟର ବା 12 ନୌଟିକାଲ ମାଇଲକୁ ତମେ ଛାଡ଼ି ଦିଅ। ୟା ପରଠୁ ଅର୍ଥାତ୍ 200 ନୌଟିକାଲ ମାଇଲର ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଗତ। ସମୁଦ୍ର ଉପକୂଳର ଅନ୍ୟାନ୍ୟ ଅର୍ଥନୈତିକ ଅଞ୍ଚଳ ଅର୍ଥାତ୍ 200 ନୌଟିକାଲ ମାଇଲ, ମାନେ ତମକୁ ଏଇରେ ଛାଡ଼ିକି ଆଉ ଯୋଉ 200 ନୌଟିକାଲ ମାଇଲ ପର୍ଯ୍ୟନ୍ତ ଯାହା ବି କିଛି ରହିଲା ଏଗୁଡ଼ା, ତାମାନେ ଭାବନି ଯେ ସେମାନେ ଆସିକି ଏଇ ବାଟରେ ବି ମୁଣ୍ଡ ଖାଇ ପାରିବେନି, ଖେଳି ପାରିବେ। କିଛି ପ୍ରୋବ୍ଲେମ ହେଲେ ଆମେ ସେ ଆସିକି ମୁଣ୍ଡ ଖେଳି ପାରିବେ ଏଗୁଡ଼ାକରେ। ପ୍ରାୟ ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଗତ। ଦେଖ ଏକ୍ସାମ୍ପଲ ଦେଖିଥିବ, ଏଇ ପାଖରେ ହେଉଛି ଆମର ଜାପାନ, ଏମିତିକି ଚୀନ ଅଛି, ଏଠୁ ଏପଟେ ଏମିତିକି ଇଣ୍ଡୋନେସିଆ ଏପଟେ ଅଛି, ଏପଟେ USA ଅଛି। ଏଇଟା ଏଇ ମଝିଟା ପ୍ୟାସିଫିକ ଓସେନ୍ ବା ପ୍ରଶାନ୍ତ ମହାସାଗର। ଏଇଠି ସେମାନଙ୍କର ଦେଖ ଛାଡ଼ି ଦିଅ 22.2 କିଲୋମିଟର ଛାଡ଼ି ଦିଅ ସମସ୍ତଙ୍କର। ବାକି ଯୋଉ ସ୍ପେସଟା ରହୁଛି ଏଇଟା କ'ଣ କାହାର କି? କାହାର ନୁହଁ। ତାମାନେ ଏଇଟା କାହା ଅଣ୍ଡରରେ ଆସିବ? ନା ଆନ୍ତର୍ଜାତୀୟ ସମ୍ବଳ ଅଣ୍ଡରରେ ଆସିବ। ଏଠି କେତେ ନୌଟିକାଲ ମାଇଲ ବିଷୟରେ କୁହାଯାଇଛି? ନା 200 ନୌଟିକାଲ ମାଇଲ 200 ନୌଟିକାଲ ମାଇଲ ବା 370 କିଲୋମିଟର ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ହେଉଛି ଆନ୍ତର୍ଜାତୀୟ ସମ୍ବଳ। ସେ କ୍ୱେଶ୍ଚିନ୍ ପଚାରିଦେବ କି ତମର ଜାତୀୟ ସମ୍ବଳ ପାଇଁ କେତେ ନୌଟିକାଲ ମାଇଲ ଦରକାର? ନା 12 ନୌଟିକାଲ ମାଇଲ ଆଉ ବା 22.2 କିଲୋମିଟର। ଆଉ ଆନ୍ତର୍ଜାତୀୟ ସମ୍ବଳ ପାଇଁ କେତେ ଦରକାର? ନା 370 କିଲୋମିଟର ବା 200 ନୌଟିକାଲ ମାଇଲ। ତାପରେ ଏହା ଉପରେ ଆନ୍ତର୍ଜାତିକ ଅନୁଷ୍ଠାନ ବିଶ୍ୱ ଜାତିସଂଘ UNର କର୍ତ୍ତୃତ୍ୱ ରହିଥାଏ। ମନେରଖିଥ, ଆନ୍ତର୍ଜାତୀୟ ସମ୍ବଳ ଉପରେ ମାତ୍ର ଜଣଙ୍କର ଥାଏ ଅଧିକାର, ସେ ହେଉଛି UN ବା ଜାତୀୟ ସଂଘ ଯୋଉଟାକୁ କୁହାଯାଏ, ଅନୁଷ୍ଠିତ ବିଶ୍ୱ ସଂଘ, ୟୁନାଇଟେଡ୍ ନେସନ ଯୋଉଟାକୁ କୁହାଯାଏ। ଏବଂ ଏହାର ବିନା ଅନୁମତିରେ କୌଣସି ଦେଶ କୌଣସି ପ୍ରକାରର ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ। ପ୍ୟାସିଫିକ୍ ଓସେନ୍ର ସେଇ ଜାଗାଟାରେ କେହି ମନ ଇଚ୍ଛା ନିଜର କହିପାରିବେନି ଯେ ଏଇଟା ମୋ ଜାଗା, ମୁଁ ଏଠି ସବୁ କରିପାରିବି। କାହିଁକିନା ତାର ସମ୍ପୂର୍ଣ୍ଣ ରୂପେ ତାର ଅଧିକାରଟା କିଏ ହେଇଥିବ? ନା UN ଉପରେ ଥିବ। ତ ଏଇଟା ସମ୍ବଳର ପାର୍ଟରେ ସରିଗଲା। ଦେନ୍ ରହୁଛି କ'ଣ? ସମ୍ବଳର ଯୋଜନା ରହୁଛି। এটা ଟିକେ ଦେଖିବାକୁ ନେକ୍ସଟ କ୍ଲାସ୍ ଅଛି।